ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଛତିଶଗଡ଼ରେ ଏକ ବହୁତ ବଡ଼ ରାଲି ଦେଖିବାକୁ ମିଳିଥିଲା ବିଗତ ଦିନମାନଙ୍କରେ। ଆଉ ଆପଣମାନେ ଜାଣିଥିବେ ଛତିଶଗଡ଼ରେ ପ୍ରଭୁଙ୍କର ସେବା କାର୍ଯ୍ୟ ବର୍ତ୍ତମାନ ବଢ଼ି ବଢ଼ି ଚାଲିଛି। ହୁଏତ ବିରୋଧ ମଧ୍ୟ ହେଉଛି, ଆପଣ ମଧ୍ୟ ଜାଣିଥିବେ। ଆଉ ଯେଉଁ ଜାଗାରେ ପ୍ରଭୁଙ୍କ କାମରେ ଯେତେ ବିରୋଧ କରାଯାଏ, ଆଉ ସେଇ ଜାଗାରେ ପ୍ରଭୁଙ୍କର କାମ ସେତେ ଅଧିକ ହୁଏ। ଯେଉଁ ଜାଗାରେ ଯେତେ ବିରୋଧ, ସେଇ ଜାଗାରେ ପ୍ରଭୁଙ୍କର କାମ ସେତେ ଅଧିକ ମାତ୍ରାରେ ହୁଏ। ଏଇଟା ପ୍ରାୟ ସବୁ ଜାଗାରେ ମୁଁ ଏକ୍ସପିରିଏନ୍ସ କରିଛି, ନିଜେ ଦେଖିଛି। ଯଦି ଆପଣ ବି ଦେଖିଛନ୍ତି ତେବେ ମୋତେ କମେଣ୍ଟ କରିପାରିବେ। ହଁ, ମୁଁ ବି ଦେଖିଅଛି। ତେବେ ଗୋଟିଏ ବିଷୟ ହେଉଛି, ଯେଉଁ ଜାଗାରେ ଯେତେ ବିରୋଧ ସେ ଜାଗାରେ ସେତେ ପ୍ରଭୁଙ୍କର କାର୍ଯ୍ୟ। ବିଗତ ଦିନମାନରେ ଆମେ ଦେଖୁଥିଲୁ ଯେ ପ୍ରାୟ ମାସେ ତଳର କଥା, ଯେତେବେଳେ ଛତିଶଗଡ଼ରେ ଏକ ମିଟିଂ ହେବାର ଥିଲା। ପର ଦିନାକରଣ ଏବଂ ବଜିନ୍ଦର ସିଂ, ଦୁଇ ଜଣ ପରମେଶ୍ୱର ଦାସ, ସେମାନଙ୍କର ମିଟିଂ ହେବାର ଥିଲା। ସେତେବେଳେ ବିରୋଧୀମାନେ ଆସିକି ବିରୋଧ କଲେ। ଆଉ ବିଶେଷ କରି ରତନ ଯାଦବ ଆଉ ଜ୍ୟୋତି ଶର୍ମା, ଏ ଦୁଇ ଜଣଙ୍କୁ ଆପଣ ଚିହ୍ନିଥିବେ ଭଲ ଭାବରେ। କାରଣ ଏଇ ଦୁଇ ଜଣ ହେଉଛନ୍ତି ସବୁଠାରୁ ବଡ଼ ଖ୍ରୀଷ୍ଟିଆନ ବିରୋଧୀ କହିଲେ ଭୁଲ ହେବ ନାହିଁ। ଯେଉଁ ଜାଗାରେ ପରମେଶ୍ୱରଙ୍କର କାର୍ଯ୍ୟ ହୁଏ ବା ଯେଉଁ ଜାଗାରେ ମିଟିଂ ହୁଏ, ମିଟିଂ ଆରେଞ୍ଜ ହୁଏ, ସେଇ ଜାଗାରେ ଏମାନେ ପହଞ୍ଚି ଯାଆନ୍ତି। ପହଞ୍ଚିକି ଏମାନେ ବାଧା ସୃଷ୍ଟି କରନ୍ତି, ଏଇ ଦୁଇ ଜଣ ବିଶେଷ କରି। ଆଉ ଏମାନଙ୍କ ହାତରେ ହୁଏତ ପାୱାର ଥାଇପାରେ। ସେଥିପାଇଁ ସେମାନେ ମିଟିଂକୁ ବିରୋଧ କରନ୍ତି, ମିଟିଂକୁ କରାଇ ଦିଅନ୍ତି ନାହିଁ ଏବଂ କହନ୍ତି ଆମେ ଏଠି କୌଣସି ପ୍ରକାର ଯୀଶୁଙ୍କର କାମକୁ ଆମେ କରାଇ ଦେବୁ ନାହିଁ। କାରଣ ଏଠାରେ କୌଣସି ମିଟିଂ ହେବ ନାହିଁ, କୌଣସି ଯୀଶୁଙ୍କର ମିଟିଂ, ଯୀଶୁଙ୍କର ସେବା କାର୍ଯ୍ୟ ଏଠି ହେବ ନାହିଁ, ଏଇଟା ସେମାନେ କହନ୍ତି। ଆଉ ଗୋଟେ ବିଷୟ, ଯେ ବହୁତ ବର୍ଷ ହେଲା ଗୋଟେ ଘଟଣା ଆପଣ ଦେଖିଥିବେ। ଏଇ ଜ୍ୟୋତି ଶର୍ମା କିଭଳି ଜଣେ ପାଷ୍ଟରର କଲର୍ ଧରିକି ତାକୁ ଚାପୁଡ଼ା ମଧ୍ୟ ମାରିଥିଲା, ଏଇଟା ଆପଣ ଦେଖିଥିବେ। ଯଦି ଦେଖିନାହାନ୍ତି, ୟୁଟ୍ୟୁବରେ ସର୍ଚ୍ଚ କଲେ ଆପଣ ନିଶ୍ଚିତ ଭାବରେ ପାଇଯିବେ। ତେବେ ଏମିତି ବିରୋଧ ଘଟି ଆସୁଛି। ଆଉ ଅନେକ ଜାଗାରେ ଦେଖିବାକୁ ମିଳୁଛି, ଚର୍ଚ୍ଚ ଘର ଭିତରେ ମଧ୍ୟ ବଜରଙ୍ଗ ଦଳ ସେମାନେ ଡାଇରେକ୍ଟ ପଶି ଯାଉଛନ୍ତି। ପଶିକି ହନୁମାନ ଚାଳିଶା ପାଠ କରୁଛନ୍ତି, ଜୟ ଶ୍ରୀରାମ ନାରା ସେମାନେ ଲଗାଉଛନ୍ତି। ଏ ସମସ୍ତ ବିଷୟ ସେମାନେ କରୁଛନ୍ତି ଚର୍ଚ୍ଚ ଭିତରେ ପଶିକି। ଆଉ ଏ ସମସ୍ତ ବିଷୟ ଘଟିବା ପରେ ମଧ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି ଛତିଶଗଡ଼ରେ ଏକ ଖ୍ରୀଷ୍ଟିଆନ ରାଲି, ବା ଆପଣ କହିପାରିବେ ଖ୍ରୀଷ୍ଟମାସ ରାଲି ବା ବଡ଼ଦିନ ରାଲି ଆପଣ କହିପାରିବେ। ଆଉ ଯେଉଁଠି ଅନେକ ପ୍ରଭୁଙ୍କର ଲୋକମାନେ, ବିଶ୍ୱାସିନୀ ଭାଇ ଭଉଣୀମାନେ ରାଲି କରିକି ରାସ୍ତା ଉପରେ ବହୁଳ ମାତ୍ରାରେ ଆଉ ସେମାନେ ପରମେଶ୍ୱରଙ୍କର ଜୟ ଜୟକାର କରୁଛନ୍ତି, ପରମେଶ୍ୱରଙ୍କର ଗୌରବ ପ୍ରଶଂସା କରୁଛନ୍ତି। ସେ ରାଲିରେ ଆମେ ଦେଖିବାକୁ ପାଉ। ତେବେ এই ସମସ୍ତ ବିଷୟ ଦେଖିଲେ ବହୁତ ଖୁସି ଲାଗେ ବନ୍ଧୁଗଣ। କାରଣ ବାକ୍ୟ ମଧ୍ୟ କହେ, ଯଦି ଗୋଟିଏ ବି ଆତ୍ମା ଯଦି ଲାଭ ହୁଏ এই ଜଗତରେ, ତେବେ ସ୍ୱର୍ଗରେ ଆନନ୍ଦ ହୁଏ। ଆଉ ଆପଣ ଯଦି ଗୋଟିଏ ଆତ୍ମା এই ଜଗତରେ ଲାଭ କରିବେ, ସେ ଗୋଟିଏ ଆତ୍ମା ପାଇଁ ବୋଲି ସ୍ୱର୍ଗରେ ଆନନ୍ଦ ହୁଏ। ଆଉ ଆମ୍ଭେମାନେ ମଧ୍ୟ ଆନନ୍ଦିତ ଯେତେବେଳେ ଏମିତି ଖବର ଆମ ସାମ୍ନାକୁ ଆସେ। ଯେମିତିକି ବର୍ତ୍ତମାନ କହିଲି, ଖ୍ରୀଷ୍ଟିଆନମାନଙ୍କ ରାଲି ବା ଖ୍ରୀଷ୍ଟମାସ ରାଲି, ବଡ଼ଦିନ ରାଲି, ଏଇଭଳି ଖବର ଯେତେବେଳେ ସାମ୍ନାକୁ ଆସେ ଆମକୁ ବହୁତ ଆନନ୍ଦ ଲାଗେ। କାରଣ ଆମ୍ଭେମାନେ ଦେଖିବାକୁ ପାଉ ଅସଂଖ୍ୟ ମାତ୍ରାରେ ଲୋକମାନେ ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜୟ ଜୟକାର ସେମାନେ କରିଥାନ୍ତି। ଆଉ ସେମାନେ ପ୍ରଶଂସା କରିଥାନ୍ତି, ଗୌରବ କରିଥାନ୍ତି ରାଲି ମାଧ୍ୟମରେ, ଗୀତ ମାଧ୍ୟମରେ। ସେଥିପାଇଁ ଏଇଟା ଆମ ପାଇଁ ଆନନ୍ଦର ବିଷୟ। ଆଉ ଆଗକୁ ତ ଖ୍ରୀଷ୍ଟମାସ ଆସୁଛି, ଯେହେତୁ ଡିସେମ୍ବର 25, ତା ପୂର୍ବରୁ ଅନେକ ପାଳନ କରୁଛନ୍ତି, କରିସାରିଛନ୍ତି ପ୍ରି ଖ୍ରୀଷ୍ଟମାସ। ଆଉ ସେଥି ନିମନ୍ତେ ଆପଣମାନଙ୍କୁ ବଡ଼ଦିନ ପୂର୍ବରୁ ଆଡ଼ଭାନ୍ସ ହାପି ଖ୍ରୀଷ୍ଟମାସ। କାରଣ ମୁଁ ଜାଣିନି ଆପଣମାନଙ୍କ ମଧ୍ୟରୁ କେଉଁମାନେ ପ୍ରି ଖ୍ରୀଷ୍ଟମାସ ପାଳନ କରିଥିବେ, ମୁଁ ଜାଣେ ନାହିଁ। ଆଉ ଯେଉଁମାନେ ପାଳନ କରିନାହାନ୍ତି, ଡିସେମ୍ବର 25 ପର୍ଯ୍ୟନ୍ତ ଅପେକ୍ଷାରେ ଅଛନ୍ତି, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବର୍ତ୍ତମାନଠାରୁ ହାପି ଖ୍ରୀଷ୍ଟମାସ। ତେବେ ପ୍ରିୟ ବନ୍ଧୁଗଣ, এই ଭିଡ଼ିଓକୁ ସେୟାର କରନ୍ତୁ ଅନ୍ୟମାନଙ୍କ ସହିତ। ଆଉ ଯଦି ଆପଣ ପ୍ରଥମ ଥର ପାଇଁ এই ଚ୍ୟାନେଲକୁ ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। କାରଣ ଆଗାମୀ ଦିନମାନଙ୍କରେ ଏମିତି ଭିଡ଼ିଓ ଆପଣଙ୍କୁ ମିଳିବା ପାଇଁ ଯାଉଅଛି।
नमस्कार। तो दोस्तों, आपको ये वीडियो कैसी लगी आप हमें कमेंट सेक्शन में जरूर बताएं। परमेश्वर आप सभी को आशीष दे। तो दोस्तों, आपको ये वीडियो कैसी लगी आप हमें कमेंट सेक्शन में जरूर बताएं। परमेश्वर आप सभी को आशीष दे।